କେବଳ ପିଆଜ ପିଠା ଚକୁଳି ଭଲ ପାଏ। ଚିତଉଟା ବି ଭଲ ନିରୋଗୀ ଜିନିଷଟା ନା, ତା ଦେହରେ କିଛି ନାହିଁ। ଆଉ ବୋଉ କରେ ମଣ୍ଡା ପିଠା ଯୋଉଥିରେ ମଟର ଆଳୁ ପୁର ଥାଏ। ଓହୋ, ସେଟା ମଣ୍ଡା ପିଠା ନୁହଁ, ସେଟା ଧଳାର ଗୋଟେ ପିଠା। ମଣ୍ଡା ପିଠା ଛଣା ସେଇ ଯାଏ। ସେଇ ସେ ଗୋଟେ ଛଣା ପିଠା ତୁ ଯୋଉଟା କହୁଛୁ, ଆରଟା ହଉଛି ମଣ୍ଡା ପିଠା ଯୋଉଟା ସୁଜିରେ ହୁଏ। ସେଟା ସିଝା, ହଁ ଷ୍ଟିମ୍ ସିଝା କରାହବ। ଧଳା ଧଳା, ତା ଦେହରେ କଣ କହିଲୁ ମଟର ଆଳୁ କୋବି ବୋଉ ଦେଇକି କରେ। ମୁଁ ସାତ ସିଏ ଯେବେ ହେଇଥାଉ ମୋର ରାତିରେ କିଛି ଖାଇବା ସେଟା ପିଇବା ଭଲ ନାହିଁ, ଲାଗେ, ପୁର ସେଇଥିରୁ କଷାଟା। 7-8ଟା ଖାଇବ ଶୋଇବ। କୋବି ବି ପସେ, ମଟର, ଗାଜର, ଏ ସବୁ ଗୋଟେ ଯେମିତି ସିଙ୍ଗଡା ପୁର ହୁଏ ସେମିତି ଦେଖିଆ ତା ଭିତରେ କୋଉଦିନ ହୁଏ। ଗୋଟେ କରିବା। ତମ ପାଇଁ କଣ ଆଣିଛି ଦେଖିଛ? ତମେ କଣ? ଏଥିରେ ଗୋଟେରେ ଖାଇବ ରସଗୋଲା, ସବୁବେଳେ ଖାଉଛ, ମିଠା ଖାଇବ, ଏଥିରେ ବିସ୍କୁଟ ମିକ୍ସଚର ଖାଇବ, ଆଉ ଏଥିରେ ଚା ପିଇବ। ଚା ଏମିତି ପିଉଥିଲ, ଏକୁ ରଖିକି ଚା ବିସ୍କୁଟ ଖାଇବ, ବୁଝିଲା? କଣ ଆବଶ୍ୟକ ଖାଲି କଣ ପଇସା ଆବଶ୍ୟକ ପତ୍ର କଣ, ଖର୍ଚ୍ଚାନ୍ତ। ଏଇଟା ତମ ପାଇଁ ଗୋଟେ ଛୋଟକାଟିଆ ଗିଫ୍ଟ। ଆଉ ଏଇଟାରେ ତମେ କଣ ଖାଇବ କହିଲ? ଇପି ଖାଇବ, ଇପି। ମୁଁ କଣ୍ଟା ଚାମଚ ବି ଦିଟା ଆଣିଛି, ସେଇଥିରେ ତୁମେ ଖାଇବ। ଏଟା କେମିତି ହେଇଛି ଆଗ କୁହ? ବଢିଆ ହେଇଛି। ଆର ପ୍ଲେଟ ବି ଅଛି ମ, ପ୍ଲେଟ ଏଇଟା ଯୋଉ ତାର ସେଟ୍ ଗୋଟେ, ବୁଝିଲ? ପ୍ଲେଟ 4ଟା, ଆଉ ଗୋଟେ ପ୍ଲେଟ ଗୋଟେ ମୁଁ ଦେଇ ଦେଇଥିଲି ନାନୀ ନା କଣ, ଆଉ 3ଟା ପ୍ଲେଟ ମୁଁ ମାଙ୍କୁ ଦେଇ ଆସିଛି, ତାର ସେଟ୍ ଏଇଟା, ବୁଝିଲ? ତ ଏଇଟା ତମେ ଖାଇବ ଏଥିରେ, ଆଉ ଇଆଡେ ସିଆଡେ ଖାଇବନି, ଏଇ ଗୋଟେରେ ଖାଇବ। ଏଥିରେ ବିସ୍କୁଟ ମିକ୍ସଚର, ଏଥିରେ ରସଗୋଲା, ଏଥିରେ ଇପି ହେଲା। ଏଇଟା ସୁନ୍ଦର ନା, ଆଉ ଏଥିରେ ବିସ୍କିଟ ଚା ଖାଇବ। ଏଟା ରଖିଥାଅ, ଗେଷ୍ଟ ମାନେ ଆସିଲେ ଦିଅ। ଗେଷ୍ଟ ମାନଙ୍କ ପାଇଁ ଅଲଗା ନାହିଁ, ଏଇଟା ସ୍ପେଶିଆଲି ତମର। ମୋର କିଛି ନାହିଁ। ମୁଁ ଆଉ ଗୋଟେ ଗିଫ୍ଟ ତମର ଅଛି, ମୁଁ ଆଣିକି ଆସୁଛି। ନଡିଆ ମୁଁ ଆଜି କରିଦେବି। ହଉ ଠିକ ଅଛି, ଭଲ କଥା। ନଡିଆ କୋରା ଦାୟିତ୍ଵ ଆଜି ମୋର। ହଁ କର, ଭଲ କଥା। ଆଉ ହେଲ୍ପ କରିବାଟା ଜରୁରୀ, ଯାହାକୁ ଯେତେ ହେଲ୍ପ କରିବ ସେତେ ଭଲ। ନଡିଆ ମୋର କୋରା କୋରି ଚାଲିଛି। ଆଉ ମୁଁ ତମ ଗିଫ୍ଟ ଟା ଆଣିକି ଆସୁଛି। ହଉ କଣ ଟିକେ କୁହ ଗିଫ୍ଟ? ଏଇଟା ହଉଛି ସୁନ୍ଦର ଗିଫ୍ଟ ତମର। ତମ ହାତକୁ ଦେଖୁନ, ପିନ୍ଧେଇକି ଦେଖିବା କେମିତି ଦେଖା ହଉଛି। କାହିଁକି ଏସବୁ ଜିନିଷ ଆସୁଛି କାହିଁକି? ତମ ହାତକୁ ସୁନ୍ଦର ଦେଖାଯାଉଛି, ଏଇଟା ବହୁତ ସୁନ୍ଦର। ଏଇଟା ଥାଉ, ଅଫିସ ପିନ୍ଧିକି ଯାଉଛ ତମେ। ଚେଷ୍ଟା କର। ପୁରୁଷ ଲୋକ ଇମିଟେସନ ପିନ୍ଧିବାକୁ ଭଲ ପାଆନ୍ତି। ନାଇଁ ସେଇଟା ତମ ଧାରଣା, ସମସ୍ତଙ୍କର ନୁହଁ। ତମେ ପିନ୍ଧିବାକୁ ସୁନା ବି ଭଲ ଯଦି ପାଅନି। ପିନ୍ଧିବ ସୁନା ପିନ୍ଧିବ, ନହେଲେ ନାହିଁ। ତଥାପି ଏଇଟା କଣଟା? ଏଇଟା 1 ଗ୍ରାମ ଗୋଲ୍ଡ। 1 ଗ୍ରାମ କିଛି ଗୋଲ୍ଡ ସୁନା କଣ ତା କିରେ ଦେହରେ ଚାଲିଛି? ଅଛି, କିଛି ମାତ୍ରାରେ ସୁନା ଅଛି, ମୁଁ ଯୋଉଠି ଦେଖୁଛି ଯୋଉଟା ସେଠି 2 1 ବର୍ଷ ଗ୍ରାମ 2.5 ବର୍ଷ ଗ୍ୟାରେଣ୍ଟି ଥାଏ। 1 ଗ୍ରାମ ଗୋଲ୍ଡ। କଣ ଏଗୁଡା ଇମିଟେସନ ଟି? ଇମିଟେସନ, ଟିକେ ସୁନା ପାଣି ଦିଆ ହେଇଥାଏ ଆଉ। କିନ୍ତୁ ଭଲ ମୋଟା ମାଟିରେ ହେଇଛି। ମୁଁ କେମିତି ଦେଖେଇବି କ୍ୟାମେରାରେ? ଦୂରକି ଦେଖାଅ, ଦୂରେଇକି ଦେଖିଲେ ସୁନ୍ଦର, ପାଖରେ ଜମା ଦେଖାଯାଉନି। ମୋଟାଟେ। ତାକୁ ଅଫିସ ଫଫିସ ନେଇକି ଖରାପ ହେଇଯିବ। କାଇଁ ଖରାପ ହବ, ସେଟା 2 ବର୍ଷ ଗ୍ୟାରେଣ୍ଟି। 2 ବର୍ଷ ଗ୍ୟାରେଣ୍ଟି। ଆକ୍ଚୁଆଲି ସେଇଟା ଡିଜାଇନ ଟା ଭଲ ଲାଗିଲା, ସେଟା ରଖିବା। ନୂଆଟେ ଗୋଟେ ତମ ପାଇଁ ବାଡିଆ ମୁଦି ଗୋଟେ କରିବା। ଏଇଟା ବଡ ମୁଦି କଣ କରିହବ? କାହିଁକି, ସେଟା 1.5 ଲକ୍ଷ ଟଙ୍କା ପଡିବ। ଆଉ ତମେ କଣ 1.5 ଲକ୍ଷ ଟଙ୍କା ମୁଦି ପିନ୍ଧିବା ଯୋଗ୍ୟ ନାହିଁ ନା କଣ ବା? ଆରେ ଯୋଗ୍ୟ ଆଉ ପୁଣି କଥା ନାହିଁ, ଆମର ଯେତେବେଳେ ଯୋଉ ବଢିବେ ଆମର ୱାର୍କ ଯଦି ବଢିଲା, ଆମେ ଯଦି କାମ ସୁନ୍ଦର କରିବା, ଆମ ପାଖକୁ ପଇସା ଆସିଲା, ମୁଦି ତ 2 ମାସରେ 2ଟା କିଣିପାରିବା ଆମେ। କଣ କହୁଛୁ? କଣ ଲଗନ ଦରକାର ସବୁଥିରେ? ଏତେ ବଡ ବଡ ଆଶା? ଆଶା ନୁହଁ, ମଣିଷର ଗୋଟେ ଲକ୍ଷ୍ୟ ରହିବା ଦରକାର। ବିନା ଲକ୍ଷ୍ୟରେ ଜୀବନ ଅଧା। ତ ଗୋଟେ ଲକ୍ଷ୍ୟ ରଖି ମଣିଷ ଗୋଟେ କିଛି କରେ, ବୁଝିହେଲା? ତ ଆମର ଯଦି ଲକ୍ଷ୍ୟ ରହିବ, ତ ଆମେ ସେଇ ଜାଗାରେ ପହଞ୍ଚି ପାରିବା ନିଶ୍ଚିନ୍ତ। ତ ଏଇଟା ହେଲା କଥା। ତମେ କହିଲନି ତମ ଗିଫ୍ଟ କେମିତି ଲାଗିଲା, ଭଲ ଲାଗିଲା? କରିକି ଝାଳ ନାଳ ଆଣ୍ଠି ହେଲେଣି। ଗିଫ୍ଟ ଟା ବହୁତ ସୁନ୍ଦର ହେଇଛି, ସେଇଟା କିନ୍ତୁ ଏଇଟା ଖୋଲିଦିଅ ମୋ ହାତରୁ। ସେଟା ଭଲ ଦେଖା ହଉଛି, ଥାଉ। ମୋ ହାତକୁ ସଲସଲ ଲାଗୁଛି। ତମେ ତ ସବୁ ଖାଲି ଘଣ୍ଟା ପିନ୍ଧିଲେ ସଲସଲ, ଚେନ ପିନ୍ଧିଲେ ସଲସଲ, ମୁଦି ପିନ୍ଧିଲେ ସଲସଲ। ତମେ କହିଦେଲନି ନାଇଁ ମତେ ସଲସଲ ଲାଗୁଛି, ମତେ କିଛି ସୁନା ଜିନିଷ କିଛି ଦିଅନି, ଆମର ତମକୁ ଦେଇନଥାନ୍ତେ କିଛି। ତା ଆକାରରେ ପଇସା ଦେଇ ଦେଇଥାନ୍ତୁ, କାହିଁକିନା ତମେ ପିନ୍ଧିଲେ ଯଦି ସଲସଲ ଲାଗୁଛି। ପଇସା ତମର କାମରେ ଆସିଥାନ୍ତା, ଆଉ ଜିନିଷଟା ପଡିକି ରହୁ, ତମେ ପିନ୍ଧୁନ। ଆଗରୁ କେବେ ପିନ୍ଧେନି। ନାଇଁ, କିଏ କଣ ଆଗରୁ ପିନ୍ଧିଥାଏ?
କେହି ପିନ୍ଧା ମୁଁ କଣ କିଛି ଆଗରୁ ପିନ୍ଧୁଥିଲି ମୁଁ ତ ଖାଲି ଛୋଟ ବେଳୁ ବର୍ତ୍ତ ଘର ହେଇଥିଲା ବୋଲି ପଇତା ଗୋଟା ପଡିଛି ସେଇଗୁଟା ମତେ ଜଣା ପଡେନି। ଆଉ କୋଉ ଜିନିଷ ମୁଁ ଲଗେଇବାକୁ ନା ପିନ୍ଧିବାକୁ ମୁଁ ଭଲ ପାଏନି। ତଥାପି ଅଫିସ ପିନ୍ଧିକି ମୁଁ ଯେବେଠୁ ବାହା ହେଲିଣି ମୁଦି ପିନ୍ଧିକି ଅଫିସ ଯାଉଛି ବାହାରେ ଅଫିସ କି ଆଉ ଯୋଉଠିକି ବି ସୁବିଧା ହଉଛି ଯାଉଛି। ହଁ ଆରେ ତମେ ତ ଭୁଲି ଯାଅ ମୁଁ ହିଁ ମନେ ପକାଇ ତମେ ପିନ୍ଧ। ଆରେ ମତେ ପ୍ରଥମେ ଏଥିରେ ଅସୁବିଧା ହଉଥିଲା ମୁଁ ଭାବିଲି ଯେ ଛୋଟିଆ ଜିନିଷଟା ଏଥିରେ କରିହେବନି ଧୀରେ ଧୀରେ କରିଲା ଏଇଟା ବେଳକୁ ବଢିଆ ମଜା ଜିନିଷ ଲାଗିଲା ଗୋଟେ। ନା। ମୁଁ ଏମିତି ଦିଟା ଆଣିଥିଲା ମୋ ଘରକୁ ଗୋଟେ ମା କରିବା ପାଇଁ ରଖିଲି ଆଉ ଏଇଟା ହିଁ ଏଇଟା ଯୋଉ ଶାଳଜଙ୍ଗା ମେଳାରୁ ଆଇଥିଲେ ନା ଆମେ ଜଗତସିଂହ ମକରରୁ ଆଣିଥିଲୁ। ଆଜି ମୁଁ କାହିଁ କହିଲୁ ମୁଁ ତତେ କହିଲି ସେ ଯୋଉ ଗିଫ୍ଟ ଆଣିଛୁ ଆଣୁ ବୋଲି କଣ ପାଇଁ? ଆଜି ବୋଧେ ଫ୍ରେଣ୍ଡସିପ ଡେ ଫ୍ରେଣ୍ଡସିପ ଡେ ବୋଧେ। ନା ମୁଁ ଭୁଲି ଯାଇଛି। ତାହେଲେ ଆମ ସବୁ ଫ୍ରେଣ୍ଡ ମାନଙ୍କୁ ଆମର ହାପି ଫ୍ରେଣ୍ଡସିପ ଡେ ନା ସମସ୍ତେ ଆମ ଭିଉଅର୍ସ ମାନେ ବି ଆମର ଫ୍ରେଣ୍ଡ ନା। ଆଜି କିଏ ଗୋଟେ ହ୍ୱାଟ୍ସଆପ ରେ ଲେଖିଛି ଆମ ଗ୍ରୁପରେ ସେ ଯୋଉ ଆମ ଚାକିରି ଗ୍ରୁପରେ ହଁ ତମେ ସବୁ ଫ୍ରେଣ୍ଡ ଆଉ କଣ। ଯେ କିନ୍ତୁ କଣ ମୁଁ କଣ ଠିକ ସେ ଜାଣିଛି କିଏ ଦେଇଛନ୍ତି? କିଏ ଗୋଟେ ଲେଖିଛି ଫ୍ରେଣ୍ଡସିପ ଡେ। ହଁ ସେ ଗ୍ରୁପ କିଏ ଲେଖିଥିବେ ଆଉ। ଆଜି ଫ୍ରେଣ୍ଡସିପ ଡେ ହେଇଥାନ୍ତା ତମ ଗ୍ରୁପକୁ ଡାକିଥିଲେ ହେଇଥାନ୍ତା ଆମ ଘରକୁ। ଦେଖିବା ଗୋଟେ ଦିନ ଦେଖିବା ଏଇ ସଣ୍ଡେ ସମସ୍ତଙ୍କର ହଲିଡେ ତ ଆମେ ଡାକିବା ସଣ୍ଡେରେ। ନିଶ୍ଚିନ୍ତ ଡାକିବା ଟିକେ ସମୟ ଦିଅ ଆମକୁ। ହଁ ନିଶ୍ଚିନ୍ତ। ଆମର ଆଜି କି ପିଠା ହବ? ଆମର ଆଜି ହବ ସେ ଯୋଉ ସରି ଛୁଞ୍ଚି ଚିତଉ ପତ୍ର ପିଠା ଚିତଉ ପିଠା। ଚିତଉ ପିଠା ଏଇ କାଣ ବା ଚିତଉ ଆଉ ଛୁଞ୍ଚି ପତ୍ରରେ କାଣ ତାର ଗୋଲ ମାନେ ଗୋଲ ସେପ ଆର ହଉଛି ଫୋଲ୍ଡ ହବ ଚକୁଳି ହେଇକି ଫୋଲ୍ଡ ହବ ଗୋଟିଏ ପୁର ପଶିକି। ଗୋଟିଏ ଟପିକ ଉପରେ ଗୋଟାଏ ଗୋଟାଏ ଭିଡିଓ କର ଚାଟ ଜିପିଟି କହୁଛି ବୁଝିଲୁ। ଭଲ ନା ଆମେ ତ ଭିଡିଓ କରୁଛୁ ଆମ ଭିଉଅର୍ସ ମାନଙ୍କ ପାଇଁ। ଏବେ କଣ ବନ୍ୟା ହବାର ସମ୍ଭାବନା ଅଧିକ ଆମେ ଗୋଟେ ବନ୍ୟା ଭିଡିଓ କରିବାନି କେମିତି କଣ ପାଣି ବଢୁଛି କେମିତି ହୀରାକୁଦର କେତେଟା ଗେଟ୍ ଯୋଉ ଛଡା ଆମେ ହେଇଛି। କଣ ସେ ପାଖାପାଖି ଅଛୁ ନା ଆମେ ବନ୍ୟା ଯୋଗୁଁ ହେଲେ ବି ଆମ ପ୍ରଭାବିତ। ପାଖରେ କିଛି ନ୍ୟୁଜ ଆସୁଛି ଆମେ ତ ଆମେ ଲୋକମାନଙ୍କ ପାଖରେ କେମିତି ପହଞ୍ଚେଇ ପାରିବା। କେମିତି ନ୍ୟୁଜ ଜାଣିବା। ଲୋକଙ୍କୁ ଆଗ ସତର୍କ କରିବା ଜମା ଭୟ ହବାର କଥାଟା ନାହିଁ। ହଉଛି କଣ ଜାଣିଛୁ ଯେତେ ନ୍ୟୁଜ ଦେଖି ଭୟ କରିବାର ନାହିଁ ନ୍ୟୁଜ ବାଲାଙ୍କ କାମ ହେଲା ସତର୍କ କରିବା। ନ୍ୟୁଜ ବାଲା କେବେ ସତର୍କ କରିବେନି ନ୍ୟୁଜ ବାଲା ଟିଆରପି ପାଇଁ ମନ ଇଚ୍ଛା ଭାଷଣ ଦେବେ। କିନ୍ତୁ ତାର ପ୍ରଭାବ ଲୋକମାନେ ନା ଡରି ନା ଯାଉଛନ୍ତି ନା। କଥାଟା ହଉଛି ତମେ ଜାଣିବ କେମିତି ସତ କେତେ ମିଛ କେତେ। ନ୍ୟୁଜ ବାଲା ସବୁ ଗପୁଛନ୍ତି ମାନେ ବାତ୍ୟା କୋଉଠି ହେଇଥିବ ସିଏ 20 ଦିନ ପୂର୍ବରୁ ଚଲେଇବେ ବାତ୍ୟା ମାଡି ହେଲା ବାତ୍ୟା ହେଲା ବାତ୍ୟା ହେଲା ବାତ୍ୟା ହେଲା ବାତ୍ୟା ପଳେଇ ଯିବ ତାପରେ 5 ଦିନ ନେବେ ବାତ୍ୟାରେ କଣ କଣ ଦେଖିଲା ବେଳକୁ ବାତ୍ୟା କୋଉଠି ହୁଏ କଣ ହୁଏ ଦେଖିଲା ବେଳକୁ ଇଏ କିନ୍ତୁ ନ୍ୟୁଜ ଲୋକମାନେ ଚଲେଇଥିବେ। ତାଙ୍କ କଥାରେ ଡରି ଯାଆନ୍ତି ନା। ଆଉ କେତେ କଣ ଆମେ କିଏ ଭାବି ଦିଅନ୍ତି ସବୁ କେତେ ଜିନିଷ। ଥର ଆମେ କିଣା କିଣି କରିକି ଜିନିଷ ଆଣିକି ଆଇଛୁ ଏଥିରେ ବାତ୍ୟା ହବ ଇଏ କେବଳ ହବ। ଏଥିରେ କେବଳ ପ୍ରଫିଟ ହଉଛି ତେଜରାତି ଦୋକାନ ବାଲାଙ୍କର ଆଉ ନ୍ୟୁଜ ପରିବା ବାଲାଙ୍କର ଦୋକାନଙ୍କର ନ୍ୟୁଜ ବାଲାଙ୍କର। ନ୍ୟୁଜ ଯେତେ ଦେଖିବେ ତାଙ୍କର ଆଡଭର୍ଟାଇଜ ମିଳିବ ନା। ସ୍ପେଶାଲି ଆଳୁ ଦୋକାନୀ ବାଲାଙ୍କର ସେମାନେ କଣ କରନ୍ତି ଲୋକ ବହୁତ କିଛି ନ ସିଏ କଲେ ବି ଷ୍ଟକ୍ କରିଦିଅନ୍ତି ତାକୁ ଆଳୁ ହୋର୍ଡିଂ ବସ୍ତା ସବୁ ନେଇଯାଆନ୍ତି ନା। ତାକୁ ହୋର୍ଡିଂ କୁହାଯାଏ ହୋର୍ଡିଂ। ତ ଆଳୁ ବେପାରୀ ନାଲି ନାଲି ହେଇଯାଆନ୍ତି ସେଇ ସିଏ ବା ସମୟରେ। ରୋକିକି ରଖିଦିଅନ୍ତି। ତାପରେ 2 ଟଙ୍କା ଅଧିକା ବଢେଇ ଦିଅନ୍ତି ଲୋକମାନେ 2 ସବୁ ଟଙ୍କା 10 ଟଙ୍କା ଗରିବ 20 ଟଙ୍କା 30 ଲୋକମାନେ ଟଙ୍କା ବଢେଇ ବହୁତ ଦେବେ। ହଇରାଣ ହେଇଯାଆନ୍ତି ବିଶେଷ କରି ମିଡିଲ କ୍ଲାସ ଲୋକମାନେ ନାଇଁ କି ସେମାନେ ସବୁ ପ୍ରକାର ଦବା ବା କଷ୍ଟ ପାଆନ୍ତି ଆଉ ତ ଯାହା ପାଖରେ ମନି ଅଛି ତାଙ୍କର କିଛି ଅସୁବିଧା ନାହିଁ ସେମାନେ 2 ମାସ 6 ମାସ ପାଇଁ ଜିନିଷ ନେଇ ରଖିବେ କିନ୍ତୁ ସାଧାରଣ ଲୋକମାନଙ୍କ ଜୀବନ ଅସୁବିଧା ହେଇଯାଏ ନା। ନିଶ୍ଚିନ୍ତ। ତ ଏଥିରେ ଡରିବାର କିଛି ନାହିଁ ବନ୍ୟା ହଉ କି ବାତ୍ୟା ହଉ ଜୀବନ ସଂଘର୍ଷମୟ ନାଇଁ ଯୋଉ ତ ଆମେ ସଂଘର୍ଷ କରିବା। ଡରିବାର ନାଇଁ ନୁହଁ କଥାଟା ହଉଛି କଣ କହିଲୁ କିଏ ଡରିବ ସମସ୍ତେ କଣ ଡରିବେ ବାତ୍ୟା ଆମ ଆଡେ ହବ କି ନାଇଁ ଜଣା ନାହିଁ ମେଘ ଆମ ଆଡେ ବନ୍ୟା ଆମ ଆଡେ ହବ କି ନାଇଁ ଜଣା ନାହିଁ ଆମେ ତମେ ଆଉ ଗୋଟେ କଥା ଜାଣିନ ଓଡିଶାର ଜଳବାୟୁ 3ଟି କଥା ଆମେ ପଢିଛେ ଭୂଗୋଳରେ। ଓଡିଶାର ଜଳବାୟୁ ଅନିଶ୍ଚିନ୍ତ ଅନିୟମିତ ଆଉ ଅନିର୍ଦ୍ଦିଷ୍ଟ ବୁଝିଲ ତ ଆମ ଜଳବାୟୁଟା ହିଁ ସେଇଆ ସବୁବେଳେ ଆମେ ଡରିକି ରହିଲେ କେତେବେଳେ ବର୍ଷା ହଉଛି କେତେବେଳେ ହଉନି କେତେବେଳେ ଅଧିକା ହେଇଗଲେ ବନ୍ୟା କେତେବେଳେ ନହେଲେ ମରୁଡି ତ ଏଇଭଳି ଆମେ ପିଲାଦିନୁ ଦେଖି ଆସିଛେ ଏଇ ଆମର ଅଭ୍ୟାସ ହେଇଗଲାଣି ଦେଖି ଦେଖି ତେଣୁ କିଛି ଡରିବାର ନାହିଁ ସାମ୍ନା କରିବା ଯାହା ହବ ଭଲ ହବ ଯଦି ବି ବନ୍ୟା ବାତ୍ୟା ହଉଛି ରିଲିଫ ମିଳିବ ଯଦି ବି ନ ହଉଛି ସୁରକ୍ଷିତ ଜୀବନ ବିତେଇବେ ଡରିବାର କିଛି ନାହିଁ।
ନିଜେ ଡରନ୍ତୁନି କି କାହାକୁ ଡରାନ୍ତୁନି। ନ୍ୟୁଜ ଚ୍ୟାନେଲ ଶୁଣନ୍ତୁ, ସତର୍କ ରୁହନ୍ତୁ ବାସ୍। ଆଉ ହଉ ଏ ଭିଡିଓଟା ଆମେ ଏଠି ଏ ରଖିବା। ଭିଡିଓଟା ଏଇଠି ରଖୁଛୁ। ତମ ଗିଫ୍ଟ ବହୁତ ପିଠା ସୁନ୍ଦର ହେଇଛି, ହଁ ସୁନ୍ଦର। ମାନେ ମୋଟା ମାଟିରେ ହେଇଛି, ଯୋଉ ଲୋକ ଦେଖିବ ଅନେଇବ। ମୁଁ ତ 3 ଥର ଦେଖିଛି। ଆକ୍ଚୁଆଲି ତମେ ଯେମିତି ଗୋଲ ବଟମ, ମୁଦିଟା ହେଇଛି ଗୋଲ ବଟମ। ହଁ ଭଲ ହେଇଛି, ପୁରା ମୋଟା ତମକୁ ମାଟିରେ ହେଇଛି। ପରଫେକ୍ଟ ହେଇଛି, ବୁଝିଲା। ହଉ ସମସ୍ତଙ୍କୁ ଆଜି ହାପି ଫ୍ରେଣ୍ଡସିପ ଡେ। ଦିନ ଆଜି ସମସ୍ତଙ୍କର ଭଲରେ ହୋଇତୁ। ଆଜି ତ ରବିବାର, ସୂର୍ଯ୍ୟଙ୍କ ବାର, ସୂର୍ଯ୍ୟଙ୍କୁ ଧ୍ୟାନ ରଖି ଦିନଟା ଆଜି ଭଲରେ କାଟନ୍ତୁ। ତ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ଫୁଲ୍ ଅଫ୍ ଏନର୍ଜି। ତ ସିଏ ଆମକୁ ଭିଟାମିନ୍ ଡି ଦିଅନ୍ତି, ତାଙ୍କ କିରଣରେ ଭିଟାମିନ୍ ଡି ଅଛି। ତ ଆଜି ସଣ୍ଡେରେ ତାଙ୍କ ଉପାସନା କରି ଦିନଟାକୁ ଭଲକି ବିତାନ୍ତୁ। ଇଏ ହେଉଛି ଆଜିର ଆମର ଆପଣମାନଙ୍କୁ ମେସେଜ। ଯଦି ଆମର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆଉ ସାଙ୍ଗମାନେ ଆଉ ସମସ୍ତଙ୍କ ସହିତ ସେୟାର କରିବେ। ଆଉ କମେଣ୍ଟ ବକ୍ସରେ କମେଣ୍ଟ ଦେବେ ଯେ ଆମର ଏ ନଡ଼ିଆ କୋରା ଆପଣମାନଙ୍କୁ ଭଲ ଲାଗିଲା କି ନାହିଁ। ତ ଆମେ ଅପେକ୍ଷାରେ ରହିଲୁ। ଜୟ ଜଗନ୍ନାଥ। ନଡ଼ିଆ କେତେ କୋରା ହେଲାଣି ମତେ ଦେଖିନ? ହଁ ଦେଖୁଛ ଟି? ଅବଶ୍ୟ ତୁ ଅଧା କରୁଥିଲୁ, ମୁଁ ସାହାଯ୍ୟ ତ କରୁଛି। ପିଠା ଯେତେବେଳେ କରିବି ପୁଣି ଭିଡ଼ିଓ କରିବି, ଦେଖିବେ କେମିତି ଚିତଉ ପିଠା ହୁଏ। ହଁ ପିଠା ହବ। ଛୁଞ୍ଚି ପତ୍ର ଆଉ ଚିତଉ ପିଠା ଦିଟା ପିଠା ହବ। ତ ଆକ୍ଚୁଆଲି ଇଏ ବହୁତ ଭଲ ପାଆନ୍ତି ଏ ଦିଟା ପିଠାକୁ, ତ ସ୍ପେଶିଆଲି ଆଙ୍କୁ ଡେଡିକେଟ। ମୁଁ କେବଳ ପିଆଜ ପିଠା ଚକୁଳି ଭଲ ପାଏ। ଚିତଉଟା ବି ଭଲ ନିରୋଗୀ ଜିନିଷଟା ନା, ତା ଦେହରେ ଆଉ କିଛି ମୋ ନାହିଁ। ବୋଉ କରେ ମଣ୍ଡା ପିଠା, ଯୋଉଥିରେ ମଟର ଆଳୁ ପୁର ଥାଏ। ଓହୋ, ସେଟା ମଣ୍ଡା ପିଠା ନୁହଁ, ସେଟା ଧଳାର ଗୋଟେ ପିଠା। ମଣ୍ଡା ପିଠା ଆରେ ଛଣା ସେଇ ପିଠା। ସେଇ ସେ ଗୋଟେ ଛଣା ପିଠା ତୁ ଯୋଉଟା କହୁଛୁ, ଆରଟା ହଉଛି ମଣ୍ଡା ପିଠା ଆଉ ଯୋଉଟା ସୁଜିରେ ହୁଏ। ସେଟା ସିଝା, ହଁ ଷ୍ଟିମ୍ ସିଝା କରାହବ। ଧଳା ଧଳା, ତା ଦେହରେ କଣ କହିଲୁ ମଟର ଆଳୁ କୋବି ବୋଉ ଦେଇକି କରେ। ମୁଁ ସିଏ ଯେବେ ହେଇଥାଉ ମୋର ଆଉ ରାତିରେ କିଛି ଖାଇବା ସେଟା ପିଇବା ଭଲ ନାହିଁ। ଲାଗେ, ପୁର ସେଇଥିରୁ କଷାଟା। 7-8ଟା ଖାଇବ ଶୋଇବ। କୋବି ବି କଷେ, ମଟର, ଗାଜର, ଏ ସବୁ ଗୋଟେ ଯେମିତି ସିଙ୍ଗଡ଼ା ପୁର ହୁଏ ସେମିତି ଦେଖିବା ତା ଭିତରେ କୋଉଦିନ ହୁଏ। ଗୋଟେ କରିବା। ହଁ ମୁଁ କରିବା, କିନ୍ତୁ ଟାଇମ ଦରକାର ସବୁଥିରେ। ହେଁ ତ ଆଜି ମୋର ରବିବାର, ଆଜି ମୋର ପାଠପଢ଼ା ଭିଡ଼ିଓ ଅଛି। ସାଂସ୍କ୍ରିଟ ହିନ୍ଦୀର କ୍ୱେଶ୍ଚିନ୍ ଆନ୍ସର କିଛି କରିବି, ପିଲାମାନେ ଅପେକ୍ଷା କରିଥିବେ ତାଙ୍କ ପାଖକୁ ଛାଡ଼ିବି। ଇଂଲିଶ ଟ୍ରାନ୍ସଲେସନ୍ କିଛି କରିକି ଛାଡ଼ିବି। ଆଉ ତାପରେ ପିଠାଟା କେମିତି ବନେଇଲି ଛାଡ଼ିବି। ଏ 3-4ଟା ଆଇଟମ୍ ଅଛି, କରିବି। ତ ଆମକୁ ଟିକେ ଟାଇମ ସର୍ଟ ହେଉଛି ସବୁ କରିବା ପାଇଁ, ତଥାପି ଆମେ କଣ୍ଟିନ୍ୟୁଅସଲି କରୁଛୁ ଆପଣମାନଙ୍କ ପାଇଁ। ତ ଆମେ ମାନେ ଆଉ ଟିକେ ବହୁତ ଖୁସି ହେବୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆମକୁ ଟିକେ ମୋଟିଭେଟ୍ କରିବେ, ଆମେ ଆହୁରି ସୁନ୍ଦର ସୁନ୍ଦର କାମ କରିବୁ ବୋଲି ଆମେ ଆଶା ରଖିଛୁ ଆପଣମାନଙ୍କ ଉପରେ। ହଉ ଭିଡ଼ିଓକୁ ରଖ।